ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସର୍ବପୁରାତନ ପ୍ରଥମ କଳ୍ପନା କ୍ଲବ ସଭାଗୃହ ପରିସରରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ବ୍ଲକର ସମ୍ପାଦକ ସ୍ମୃତିପଦ ନନ୍ଦ ଆୟୋଜନ ତଥା ଅଧ୍ୟକ୍ଷତାରେ କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାମାକ୍ଷାନଗର ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ମେଜର ପ୍ରଭାତ କୁମାର ଦାସ, ଓକିଲ ସଂଘର ସଭାପତି ରଞ୍ଜନ କୁମାର ରାଉତ, କ୍ଲବର ଉପସଭାପତି ଅଯୋଧ୍ୟା ପ୍ରସାଦ ଶତପଥୀ, ବରିଷ୍ଠ ବିଜେପି ନେତା ଦୁର୍ଗା ପ୍ରସାଦ ସାହୁ, ସୂଚନା ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ 1938 ମସିହାରେ ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବୈଷ୍ଣବ ପଟ୍ଟନାୟକ, ସାରଙ୍ଗଧର ଦାସ, ମୂଷା ମଲ୍ଲିକ, ପାର୍ବତୀ ଚରଣ ମହାପାତ୍ର ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅବଦାନ ଓ ବଳିଦାନ ଓ ଗଡ଼ଜାତ ଆନ୍ଦୋଳନ ମୁଖ୍ୟ ଭୂମିକା ପୃଷ୍ଠପୋଷକତା କରିଥିବା ସଂଗ୍ରାମୀମାନଙ୍କ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମର ବରିଷ୍ଠ ଡାକ୍ତର ନରହରି ପଣ୍ଡା, ମଠ କରଗୋଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ, ସମାଜସେବୀ ମିହିର ପ୍ରସାଦ ମହାପାତ୍ର, ବରିଷ୍ଠ ଆଇନଜୀବୀ ସଞ୍ଜୀବ ପଣ୍ଡା, ଡକ୍ଟର ପ୍ରଫୁଲ୍ଲ ପାଣିଙ୍କ ସମେତ କାମାକ୍ଷାନଗରର ବହୁ ବୁଦ୍ଧିଜୀବୀ ଆଇନଜୀବୀ ଉପସ୍ଥିତ ଥିଲେ। ଢେଙ୍କାନାଳରୁ ଅକ୍ଷୟ ନନ୍ଦଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।